हालेलुया, प्रेज द लॉर्ड। धन्यवाद पिता, धन्यवाद पुत्र, धन्यवाद पवित्र आत्मा। यही सुंदर सुजोग आमान प्रदान करथिबारु तुमर प्रशंसा हो, धन्यवाद हो। हालेलुया हालेलुया। समस्तंको जय जीशु। आसंतु एही साधारण कालर पंचम रविवार रे आमे माने सुसमाचार अध्ययन करिबा। माथि लिखित सुसमाचार अध्याय 5 पद 13 रु 16 जाए। तुम्भे जगतर ज्योति। जीशु निज प्रेरितमान कहिले, तुम्भे पृथ्वीर लवण। लवण जदि तार रुचि हराई बसे, एहाको लवणाक्त करिब किए? ଏହା କୌଣସି କାମରେ ଆସେ ନାହିଁ। ଲୋକେ ଏହାକୁ ବାହାରକୁ ନିକ୍ଷେପ କରନ୍ତି ଏବଂ ସେମାନଙ୍କର ପଦ ତଳେ ଦଳି ଦିଅନ୍ତି। ତୁମ୍ଭେ ଜଗତର ଜ୍ୟୋତି। ପାହାଡ଼ ଉପରେ ନିର୍ମିତ ନଗର ଆଗୋଚରରେ କଦାପି ରହେ ନାହିଁ। ଦୀପ ଜାଳି କେହି ତାହାକୁ ମାଣ ତଳେ ସ୍ଥାପନ କରନ୍ତି ନାହିଁ, ବରଂ ତାହାଙ୍କୁ ରୁଖାରେ ରଖନ୍ତି, ଯେପରି ଘରର ସମସ୍ତଙ୍କ ପାଇଁ ଏହା ଆଲୋକ ଦେଇପାରିବ। ସେହିପରି ତୁମେମାନେ ଜ୍ୟୋତି ମନୁଷ୍ୟମାନଙ୍କ ସମ୍ମୁଖରେ ପ୍ରକାଶିତ ହେଉ, ଯେପରି ସେମାନେ ତୁମମାନଙ୍କର ସତ୍କର୍ମ ଦର୍ଶନ କରି ସ୍ୱର୍ଗସ୍ଥ ପିତାଙ୍କର ମହିମା ଗାନ କରିବେ। ଏହା ପ୍ରଭୁ ଖ୍ରୀଷ୍ଟଙ୍କର ଦିବ୍ୟ ସୁସମାଚାର। ଆସନ୍ତୁ ପ୍ରିୟ ବାପା ମା ଭାଇ ଭଉଣୀମାନେ, ଶ୍ରୋତା ବନ୍ଧୁ, ଆଜି ଏହି ସାଧାରଣ କାଳର ପଞ୍ଚମ ରବିବାରରେ ଆମେ ଅତି ସୁନ୍ଦର ବିଷୟ ଧ୍ୟାନ କରୁଅଛୁ, ଜଗତର ଜ୍ୟୋତି, ଜଗତର ଲବଣ। ଆଜି ଏହି ଆଧୁନିକ ସମାଜରେ ଆମମାନଙ୍କର ପ୍ରତ୍ୟେକଙ୍କ ଜୀବନରେ ଏକ ଘଡ଼ି ସନ୍ଧି ମୁହୂର୍ତ୍ତ ଆସିଯାଇଅଛି, ଯେ ଆମେ ସଦାସର୍ବଦା ଅନ୍ଧକାରକୁ ଅତି ମାତ୍ରାରେ ବିନିଯୋଗ କରୁଅଛୁ, ଆଦର କରୁଅଛୁ। ଅନ୍ୟ ପକ୍ଷରେ ଆଲୋକ ସତ୍ୟତାକୁ ଆମେମାନେ ଦୂରେଇ ଦେଉଅଛୁ, ଯାହାରି ଫଳରେ କି ସମାଜରେ, ପୃଥିବୀରେ, ବ୍ୟକ୍ତିଗତ ଜୀବନରେ ଏହି ଅନ୍ଧକାର ଅନେକ ପ୍ରକାର ବ୍ୟତିକ୍ରମ ଆଣି ଦେଇଥାଏ। ଜୀବନର ଖୁସି ଆନନ୍ଦ ଲୁଟି ନେଇ ଦେଇଥାଏ ଏବଂ ଆମେମାନେ ଏଡ଼େ ବଡ଼ ପିତା ଈଶ୍ୱରଙ୍କୁ, ଖ୍ରୀଷ୍ଟ ନିଜେ କହୁଛନ୍ତି, ମୁଁ ଜଗତର ଜ୍ୟୋତି, ଆଉ ସେହି ଜଗତକୁ ଯିଏ ଅନୁସରଣ କରେ ସେ ଅନ୍ଧକାରରେ ବିତରଣ କରିବ ନାହିଁ। ତେଣୁ ଆଜିର ପ୍ରଥମ ପଠନ ଯିଶାୟ ପବିତ୍ର ଗ୍ରନ୍ଥରୁ ପାଠ। ଏହା ଆମମାନଙ୍କୁ ସୂଚାଇ ଦେ 58:7-10 ଯେ, ତେବେ ତୁମ୍ଭର ଜ୍ୟୋତି ପ୍ରଭାତ ତୁଲ୍ୟ ଉଦ୍ଭାସିତ ହେବାକୁ ଅଛି। ଯଦି ଆମେ ଖ୍ରୀଷ୍ଟଙ୍କୁ ଅନୁସରଣ କରୁଅଛୁ, ଆମର ଚରିତ୍ର, ଚେତନା, ବୁଦ୍ଧି, ବିବେକ ସକାରାତ୍ମକ ରୂପରେ ଯାଉଅଛି, ତେବେ ଆମେ ପ୍ରଭାତ ତୁଲ୍ୟ ସବୁଦିନ ସବୁ ପରିସ୍ଥିତିରେ ଉଦ୍ଭାସିତ ହେବା। ଆଜି ଆମେ ବିକଶିତ ବା ଉଦ୍ଭାସିତ, ପ୍ରଫୁଲ୍ଲିତ, ଉତ୍ଫୁଲ୍ଲିତ ହୋଇପାରୁନାହୁଁ, କାରଣ ପ୍ରଗାଢ଼ ଅନ୍ଧକାରରେ ଆମର ଜୀବନ ଆଜି ଓଲଟ ପଲଟ ହେବାରେ ଲାଗିଅଛି। ତେଣୁ କେତେବେଳେ ସେହି ଜ୍ୟୋତି ଉଦ୍ଭାସିତ ହେବ? ଆଜିର ପ୍ରଥମ ପଠନରେ ଆମେ ଦେଖିଲୁ, କ୍ଷୁଧିତଙ୍କ ସଙ୍ଗେ ତୁମର ରୋଟି ଭୋଜନ କର, ଆବାସ ଶୂନ୍ୟ ଦରିଦ୍ରଙ୍କୁ ନିଜ ଗୃହରେ ସ୍ଥାନ ଦିଅ। ଆଜି ଏହି କାଠରଟ ସମାଜରେ କମ୍ପିଟିସନ୍ ସଦାସର୍ବଦା, ଏବଂ କିଏ ବଡ଼ କିଏ ଛୋଟ, କିଏ କ'ଣ ଯେ ନିଜର ପ୍ରାଧାନ୍ୟତା ସ୍ଥାପନ କରିପାରିବ, ସେଥିରେ ଆମେ ସମସ୍ତେ ବ୍ୟସ୍ତ। କେବଳ ଫେମସ୍ ହେବା ପାଇଁ, ଭାଇରାଲ୍ ହେବା ପାଇଁ, ବା ଜ୍ଞାନରେ ଶୀର୍ଷରେ ପହଞ୍ଚିବା ପାଇଁ, ଅର୍ଥରେ ସମସ୍ତଙ୍କର ଡୋମିନିୟନ୍ କରିବା ପାଇଁ, ଏବଂ କାଟ୍ଥ୍ରୋଟ୍ ମେଣ୍ଟାଲିଟିରେ ହୁକ କ୍ରୁକ୍, କଳେ ବଳେ କୌଶଳୀ ଆମେମାନେ ପ୍ରିୟର ଭାଇ ଭଉଣୀମାନେ କମ୍ପିଟିସନ୍ କରିଥାଉ। କିନ୍ତୁ ଆମର ଈଶ୍ୱର ସେ ପ୍ରକାର ପ୍ରତିଦ୍ୱନ୍ଦ୍ୱୀ ବା ସେ ପ୍ରକାର ପ୍ରତିଯୋଗିତାକୁ ସେ ଆହ୍ୱାନ କରନ୍ତି ନାହିଁ। ଯିଏ ସେଇ ପ୍ରତିଦ୍ୱନ୍ଦ୍ୱୀରେ ହାରିଯାଉଅଛି ବା ବିଫଳତା ଅର୍ଜନ କରୁଅଛି, ବାସଗୃହ ଶୂନ୍ୟ, ଘର ଶୂନ୍ୟ,
ଆନନ୍ଦ ଶୂନ୍ୟ, ସାନ୍ତ୍ୱନା ଶୂନ୍ୟ, ପିତାମାତା ଶୂନ୍ୟ ଜୀବନଯାପନ କରୁଅଛି, ଯାହାର କିଛି ନାହିଁ, ଅର୍ଥ ନାହିଁ, ସମାଜରେ ଏକ ତଳି ତଳାନ୍ତ ହୋଇ ଜୀବନଯାପନ କରୁଅଛି, ସେମାନଙ୍କ ପ୍ରତି ଯଦି ତୁମେ ଆଲୋକ ଆଭାସ ପ୍ରଦାନ କରିବ, ସେଥିରେ ଆମେ ତୁମର ଜୀବନ ଜ୍ୟୋତିରେ ପରିପୂର୍ଣ୍ଣ ହେବ। ଅତି ସୁନ୍ଦର ବାକ୍ୟ। ଏବଂ ଆମେ ଶୁଣିବା ଆମର ସାମ ସଙ୍ଗୀତ 111 ମଧ୍ୟ ତାହା ପ୍ରଦାନ କରେ ଯେ ସୁଜନ ଧାର୍ମିକଙ୍କୁ କରି ଆଲୋକ ଦାନ। ସୁଜନ, ସୁଚରିତ୍ର, ସୁବ୍ୟବସ୍ଥା ଏବଂ ସୁନୀତି। ଆଜି ପ୍ରିୟର ଭାଇ ଭଉଣୀମାନେ, ତାହା ଅନୀତି, ଅନ୍ୟାୟ, ଦୁର୍ନୀତିରେ ରୂପାନ୍ତରିତ ହୋଇଅଛି। ଆମେ ଜାଣିଛୁ ଖ୍ରୀଷ୍ଟଙ୍କୁ ଅନୁସରଣ କରୁଅଛୁ, କିନ୍ତୁ ବେଳେବେଳେ ସମାଜର ଢାଞ୍ଚାରେ, ସମାଜର ନିୟମରେ ଏତେ ପରିମାଣରେ ମଜି ଯାଉଅଛୁ ଯେ ଆମେ ଭୁଲି ଯାଉଅଛୁ ଯେ ଆମେ ଆଲୋକର ସନ୍ତାନ ବୋଲି। ତେଣୁ ସୁଜନ ହେବାର ଅଛି, ସୁଜନ ହେବାର ଅଛି, ଯଦ୍ୱାରା ଆମର ଧାର୍ମିକତା ଅନ୍ୟ କୁଜନକୁ, କୃତ୍ରିମ, କୁଚିନ୍ତା, କୁକର୍ମରେ ଲିପ୍ତ ଥିବା ଜନସମାଜକୁ ଏକ ସୁଚେତନା, ଏକ ସନ୍ଦେଶ, ଏକ ଆଭାସ, ଏକ ଆଶା ସେମାନଙ୍କ ଜୀବନକୁ ସଞ୍ଚାରିତ କରିବ। ସେଇଟା ହେଉଛି ଖ୍ରୀଷ୍ଟଙ୍କର ମୂଳ ମନ୍ତ୍ର। କାରଣ ସେ ଧାର୍ମିକଙ୍କୁ କରେ ଆଲୋକ ଦାନ, ଦୟାବନ୍ତ, କ୍ଷମାଶୀଳ, ନ୍ୟାୟରେ ସମ୍ପନ୍ନ, ମୁକ୍ତ ହସ୍ତେ ଦରିଦ୍ରଙ୍କୁ କରିଥାଏ ଦାନ, ଗୌରବେ କରିଥାଏ ତା କର୍ମ ସମ୍ପାଦନ। ଏଇଟା ହେଉଛି ପ୍ରଥମ ପଠନ ଏବଂ ସାମ ସଙ୍ଗୀତ ଆମମାନଙ୍କୁ ସେହି ଚେତନା, ସେହି ବାଣୀ ପ୍ରଦାନ କରିଥାଏ। ଆଉ ଦ୍ୱିତୀୟ ପଠନରେ ଆମେ ଶୁଣିଲୁ କରନ୍ତି ମଣ୍ଡଳୀ ପ୍ରତି ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ରର ପାଠ, ଅଧ୍ୟାୟ 2 ପଦ ସଂଖ୍ୟା 1-5। ସାଧୁ ପାଉଲ ସଦାସର୍ବଦା ନିଜର ଲୋକମାନଙ୍କୁ, ଯେଉଁ ମଣ୍ଡଳୀକୁ ଯାଉଥିଲେ, ସଦାସର୍ବଦା କହନ୍ତି, ମୁଁ ମୋର ତତ୍ତ୍ୱ, ଜ୍ଞାନ, ବୁଦ୍ଧି, ପ୍ରଜ୍ଞା ଏବଂ ନିଜକୁ ମୁଁ ଆଡ଼ଭାର୍ଟାଇଜ୍ କରିକି ଏହି ବାକ୍ୟ କହୁନାହିଁ। ମୁଁ ସେଇ କ୍ରୁଶବିଦ୍ଧ ଖ୍ରୀଷ୍ଟଙ୍କୁ ମୋର ଜ୍ଞାନର ସର୍ବସ୍ୱ ମନେ କରେ। ମୁଁ ଆଜି ଯାହା କିଛି ହେଇଛି, ପରିବର୍ତ୍ତନ ହେଇଛି, ଜୀବନ ମୋର ସଞ୍ଚାରିତ ହେଉଛି। ଆପଣମାନଙ୍କୁ ଦିନେ ହଇରାଣ ହରକତ କରୁଥିଲି, ମାରୁଥିଲି, କେତେଜଣଙ୍କୁ ମୁଁ ଅନେକ ସମୟରେ ତାଡ଼ନା, ଦୁଃଖ, କଷ୍ଟ ଦେଇଅଛି। କିନ୍ତୁ ମୁଁ ବର୍ତ୍ତମାନ ମୋର ଯାହା ମୋର ପାଣ୍ଡିତ୍ୟତାରେ ଗର୍ବ କରୁଥିଲି, ମୋର ଜ୍ଞାନ ବୁଦ୍ଧିରେ ଗର୍ବ କରୁଥିଲି, ତାହା ସବୁ ଆଜି ଖଣ୍ଡନ ହୋଇଅଛି। ଆଉ ମୁଁ ସେହି ପରିମାଣରେ ନିଜକୁ ନମ୍ର କଲି, ଯାହାରି ଫଳରେ କି ଖ୍ରୀଷ୍ଟଙ୍କର ଜ୍ଞାନ, ଖ୍ରୀଷ୍ଟଙ୍କର ଆଲୋକ, ଖ୍ରୀଷ୍ଟଙ୍କର ଜ୍ୟୋତି, ଖ୍ରୀଷ୍ଟଙ୍କର ପ୍ରେମ, ସେହି କ୍ରୁଶବିଦ୍ଧ ଖ୍ରୀଷ୍ଟ ଆଜି ମୋ ଜୀବନକୁ ଉଦ୍ଭାସିତ କରୁଛନ୍ତି। ତେଣୁ ଭାଇମାନେ, ମୁଁ ବାକ୍ ଚାତୁରୀ ଦ୍ୱାରା ମୋର ବାକ୍ୟ ସୁନ୍ଦର କହୁଛି ଏବଂ ଅନ୍ୟକୁ ଆକୃଷ୍ଟ କରିବା ପାଇଁ କହୁନାହିଁ। ବାକ୍ ଚାତୁରୀ ଦ୍ୱାରା ନୁହଁ, ବା ଦେଖାଇବା ପାଳରେ ନୁହଁ, ଉଦ୍ଦେଶ୍ୟମୂଳକ ନୁହଁ, ବରଂ ଯାହା ମୋତେ ଈଶ୍ୱର ଧାର୍ଯ୍ୟ ଭାବରେ କହିଥିଲେ ତାହା ତୁମମାନଙ୍କୁ ପ୍ରକାଶ କରୁଅଛି। ସେଇଟା ହେବ ସବୁ ଖ୍ରୀଷ୍ଟିଆନ ମାନଙ୍କର ମୂଳ ମନ୍ତ୍ର। ଭାବପ୍ରବଣ ହୋଇ ନୁହଁ, ନିଜର ପାଣ୍ଡିତ୍ୟ ଅର୍ଜନ ବା ଦେଖାଇବା ପାଇଁ ନୁହଁ, ବା ଛଳନା କରି ଯେ ଆମର ବାହ୍ୟ ଆକାରରେ ପବିତ୍ର, ଅନ୍ତଃକରଣରେ ଅପବିତ୍ର, ସେ ପ୍ରକାର ଆଚରଣ ଉଚ୍ଚାରଣରେ ନିଜକୁ ଗୌରବାନ୍ୱିତ କରିବାକୁ ହେବ ନାହିଁ। କ'ଣ କରିବାର ଅଛି? ନିଜେ ଯାହା କହୁଅଛ, ଉଚ୍ଚାରଣ କରୁଅଛ, ନିଜର ଆଚରଣରେ ରୂପାନ୍ତରିତ କର। ତେଣୁ କୌଣସି ବିଷୟ କେବଳ ଯୀଶୁଖ୍ରୀଷ୍ଟଙ୍କର ସେ କ୍ରୁଶବିଦ୍ଧ ଖ୍ରୀଷ୍ଟଙ୍କୁ ପୁଣି ତାହାଙ୍କୁ ତୁମମାନଙ୍କୁ ଘୋଷଣା କରି ମୋର ସମ୍ପୂର୍ଣ୍ଣ ଜ୍ଞାନ, ବୁଦ୍ଧି, ତତ୍ତ୍ୱ, ଶକ୍ତି, ବଳ ତୁଚ୍ଛ ସେହି କ୍ରୁଶବିଦ୍ଧ ଖ୍ରୀଷ୍ଟଙ୍କଠାରେ। ଆଜି ଜଗତରେ ଆମେ ସେହି ଖ୍ରୀଷ୍ଟଙ୍କୁ ଅନେକ ବର୍ଷ ହେଲାଣି ଅନୁସରଣ କରୁଅଛୁ, କିନ୍ତୁ ଜଗତରେ ଆମେମାନେ ତାହା ଉଦ୍ଭାସିତ କରିପାରୁନାହୁଁ। କାରଣ ଆମେ ସମସ୍ତେ ବ୍ୟସ୍ତ ନିଜର ଗାରିମା ଦେଖାଇବା ପାଇଁ, ନିଜର ବୁଦ୍ଧି ଦେଖାଇବା ପାଇଁ, ସେହି କାର୍ଥ୍ରୋଟ୍ ମେଣ୍ଟାଲିଟିରେ, ଜଗତର ଆଳରେ ଆମେମାନେ ପୂର୍ଣ୍ଣ ଭାବରେ ଲୀନ ହୋଇଯାଇଅଛୁ। ତେଣୁ ଏହି ଜଗତର ଆଳରେ ଯଦି ଲୀନ ହେବା, ଖ୍ରୀଷ୍ଟ ବିକଶିତ ହେବ ନାହିଁ ଏବଂ ଖ୍ରୀଷ୍ଟ ଶୋଭା ପାଇବ ନାହିଁ।
ତେଣୁ ଅତି ସୁନ୍ଦର ଏହି ଅନ୍ଧକାର ଜଡ଼ ଏବଂ କୃତ୍ରିମ ଏବଂ ବିକଳାଙ୍ଗ ଦୁନିଆରେ ଆଜିର ସୁସମାଚାର ଅତି ଗୁରୁତ୍ୱପୂର୍ଣ୍ଣ ଯେ କ'ଣ କହନ୍ତି, ତୁମେ ଜଗତର ଜ୍ୟୋତି, ତୁମେ ଜଗତର ଲବଣ। ଲବଣର ପ୍ରାଧାନ୍ୟ ଆମେ ଜାଣିଅଛୁ। ଯଦି ତାହା ତାର ଟେଷ୍ଟ ହରାଇବ, ତାର ସ୍ୱାଦ ହରାଇବ, ତେବେ ଲୋକେ କ'ଣ କହିବେ? ଯଦି ତୁମେ ତାହାକୁ ରୁଟି ହରାଇ ବସେ, ଲବଣ ଯଦି ତାର ରୁଚି ହରାଇ ବସେ, ତାର ଟେଷ୍ଟ, ତାର ଚାହିଦା, ତାର ବ୍ୟକ୍ତିତ୍ୱ, ତାର ଚରିତ୍ର, ତାର କ୍ୟାରେକ୍ଟର ଯଦି ହରାଇ ବସେ, ତାହା ପଦଦଳିତ ହେବ। ତେଣୁ ଆମେ ଜଗତର ଜ୍ୟୋତି, ଆମେ ସମସ୍ତେ ଦୁନିଆ ଜଗତର ଲବଣ। ଲବଣ ତ ସ୍ୱାଦିଷ୍ଟ ହେବା ଅଛି ଆମର ଭାଷାରେ, ଆମର କଥାରେ, ଆମର ଦୃଷ୍ଟିକୋଣରେ, ଆମର ଚିନ୍ତାଧାରାରେ ଅନ୍ୟମାନଙ୍କୁ ଆମେମାନେ ଅନୁପ୍ରାଣିତ କରିବାର ଅଛି, ପ୍ରେରଣାଦାୟକ ହେବାର ଅଛି। ତେବେ ଯାଇ ଆମେମାନେ ଜଗତର ଜ୍ୟୋତି ବା ଲବଣ ହୋଇପାରିବା। ତେଣୁ ଲୋକେ ଏହାକୁ ବାହାରକୁ ନିକ୍ଷେପ କରନ୍ତି, ସେମାନଙ୍କ ପଦ ତଳେ ଦଳି ଦିଅନ୍ତି, ତୁମେ ଜଗତର ଜ୍ୟୋତି। ପାହାଡ଼ ଉପରେ ନିର୍ମିତ ନଗର ଆଗୋଚରରେ କଦାପି ରହେ ନାହିଁ, ଦୀପ ଜାଳି କେହି ତାହାକୁ ମାଣ ତଳେ ରୁଖା ତଳେ ରଖନ୍ତି ନାହିଁ। ତେଣୁ ଅତି ସୁନ୍ଦର ବାକ୍ୟ ଆଜି ଆମେ ଶୁଣିବାକୁ ପାଉଅଛୁ। ଫିଲିପିଆନ୍ 2:15 କୁହାଯାଏ ଯେ ଅନିୟମିତତା, ସଚ୍ଚୋଟ, ନିର୍ମଳ ବା ଈଶ୍ୱରଙ୍କର ସନ୍ତାନ ଏହି ଜଗତର ଦୁଷ୍ଟ ଲୋକମାନଙ୍କଠାରେ ତୁମକୁ ଉଦ୍ଭାସିତ କରିବ। ତେଣୁକରି ସଦାସର୍ବଦା ନିଜକୁ ସଚ୍ଚୋଟ, ନିର୍ମଳ, ଈଶ୍ୱରଙ୍କ ସନ୍ତାନ ତୁଲ୍ୟ ରୁହ, ଅନ୍ଧକାର ତୁମକୁ ନଷ୍ଟ କରିପାରିବ ନାହିଁ। ଜହନ 8:12 କୁହାଯାଏ, ମୁଁ ଜଗତର ଜ୍ୟୋତି, ଯିଏ ମୋତେ ଅନୁସରଣ କରେ ସେ କେବେ ହେଲେ ଅନ୍ଧକାରରେ ବିଚରଣ କରିବ ନାହିଁ। ପ୍ରଥମ ଥେସଲୋନିଆନ୍ 5:5 କୁହାଯାଏ, ତୁମେମାନେ ଆଲୋକର ସନ୍ତାନ, ତେଣୁ ରାତ୍ରି ବା ଅନ୍ଧକାର ସନ୍ତାନ ହୋଇ ପାରିବ ନାହିଁ। ଈଶ୍ୱର ଆମକୁ ସେହି ଜ୍ଞାନ ସଚିନ୍ତା ଦେଇଛନ୍ତି। ହିତୋପଦେଶ 4:18 କୁହାଯାଏ, ନୀତିନିଷ୍ଠ ବ୍ୟକ୍ତିଙ୍କର ପଥ ସତେ ଯେମିତି ପ୍ରଭାତର ସୂର୍ଯ୍ୟ ସମ୍ପୂର୍ଣ୍ଣ ଦିନରେ ଆଲୋକ ପ୍ରଦାନ କରିଥାଏ। ଅତି ସୁନ୍ଦର ବାକ୍ୟ ଶେଷରେ 2 କରିନ୍ଥୀୟ 6:14 କୁହାଯାଏ, ଅବିଶ୍ୱାସୀମାନଙ୍କ ସହିତ ସାଙ୍ଗ ହୁଅ ନାହିଁ, କାରଣ ଧାର୍ମିକତା, ଅଧାର୍ମିକତା ଏବଂ ଧର୍ମହୀନତା ମଧ୍ୟରେ କିଛି ସମ୍ମାନ ନାହିଁ। ଆଲୋକ ଅନ୍ଧକାର ମଧ୍ୟରେ ସମାନତା ନାହିଁ, ତୁଳନା ନାହିଁ ଏବଂ ଖ୍ରୀଷ୍ଟ ଏବଂ ଶୈତାନ ମଧ୍ୟରେ କୌଣସି ପ୍ରକାର ମିତ୍ରତା ରହିବ ନାହିଁ। ତେଣୁ ଆସନ୍ତୁ, ଜଗତ ତ ସୁନ୍ଦର ବିଳାସ ବ୍ୟସନ ଜୀବନଯାପନ ପାଇଁ ନୁହଁ, ନିଜର ଚରିତ୍ରକୁ, ନିଜର ଜୀବନକୁ, ନିଜର ପବିତ୍ରତା, ନିଜର ଆଲୋକକୁ ଯଦି ବଜାୟ ରଖିବା, ଜଗତ ରୂପାନ୍ତରିତ ହେବ। ଈଶ୍ୱର ଆମ ସମସ୍ତଙ୍କୁ ଏହି ଆପଣ ଯେଉଁମାନେ ଶ୍ରୋତାବନ୍ଧୁମାନଙ୍କୁ ସଦାସର୍ବଦା ଜ୍ୟୋତିର ସନ୍ତାନ, ଆଲୋକର ସନ୍ତାନ ହୋଇ ଉଦ୍ଭାସିତ କରନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଜୟ ଯୀଶୁ।